କୌଣସି ପ୍ରକାର କାରଣ ଯୋଉମାନେ ଗାଡ଼ି ଚଲାଉଛନ୍ତି ବା ଗାଡ଼ି ରଖିଛନ୍ତି ସେମାନେ ଏଇ ଯୋଉ ପରିବହନ ଇଏ ସମ୍ପର୍କରେ ମୋଷ୍ଟଲି ସଚେତନ ଶ୍ରେଣୀ ଏଡୁକେଟେଡ୍ କ୍ଲାସ କିନ୍ତୁ ତାଙ୍କର ଯୋଉ ଧରଣର ଜରିମାନା ବର୍ତ୍ତମାନ ଆଦାୟ କରାଯାଉଛି এটা ମୁଁ କଣ କହିବି ମାନେ ଏ ତ ମାନେ ଏପରି ଟିକସ ଓଡ଼ିଶା ଇତିହାସରେ କେବେ ହେଇନଥିଲା ବର୍ତ୍ତମାନ ଯୋଉ ଧରଣ ଟିକସ ଗାଡ଼ି ମାଲିକମାନଙ୍କୁ ପଡୁଛି ସେ ଟୁ ହ୍ୱିଲର ହୁଅନ୍ତୁ ଫୋର ହ୍ୱିଲର ମୁଁ ଜାଣିନି ବସ୍ ଉପରେ କଣ ହଉଛି ଟ୍ରକ୍ ଉପରେ କଣ ହଉଛି ତା ବିଷୟରେ ମୁଁ ଜାଣିନି କିନ୍ତୁ ଟୁ ହ୍ୱିଲର ଫୋର ହ୍ୱିଲର ସେମାନେ ସହିତ ମୁଁ ସବୁଦିନ ଆଲୋଚନା ଭୁବନେଶ୍ୱର ସହର ଭିତରେ ମୁଁ ନିଜର ମଧ୍ୟ ଗାଡ଼ି ଭୁବନେଶ୍ୱର ଭିତରେ ଏଠୁ ସେଠିକି ଏଇ ଛକରୁ ସପୋଜ ଆମର ହସ୍ପିଟାଲ ଛକ ଭିତରେ ମୋର ମଧ୍ୟ ସ୍ପିଡ ବଢି ଯାଇଛି ହେଇଗଲା ସେ ଯୋଉ ଟୁ ଲେନ୍ ରାସ୍ତା ସେଠି ମଧ୍ୟ ହେଇଗଲା ପୁରା ଅଛି ଲେନ୍ ଅଲଗା କୁହନ୍ତୁ ତାକେ ଆସିଗଲା ଭାଇ ଦିଅ ତ ଏଇ ଯୋଉ କଥା ଯଦିଓ ଆମେ ସେମାନେ ବହୁତ ଆକ୍ସିଡେଣ୍ଟ କଲେ ରାସ୍ ଡ୍ରାଇଭିଂ ଏଥିରେ ପଲିସନ୍ ହେବା କଥା ଯେମିତି ମଦ ଯୋଉ 9 ବର୍ଷ ଦିନ 25 ତାରିଖ ଦିନ ନିଷ୍ପତ୍ତି କରିଥିଲେ ଯୋଉମାନେ ମଦ ପିକି ଆସିଲେ ତାଙ୍କୁ ପୁରା ଠିକ ପ୍ରତିବନ୍ଧକ ଠିକ ଅଛି ପ୍ରତିଷେଧକ ବ୍ୟବସ୍ଥା ଠିକ ଅଛି କିନ୍ତୁ এই জরিমানা আদায় করে হাজার হাজার টাকা গাড়ি বানো এবং আ ভিতরে আপনারা জানিছেন গাড়ির ইন্স্যুরেন্স মূল্য মতো বড়িছে এবং গাড়ির এবং বর্তমান পুনি সরকারি সাপ করে দেলেনি এবং এতে হইগলানি আপন টোল গেট রে আপন যদি আপন ইন্স্যুরেন্স নাই তাহলে টোল গেট রে আপনর ফার্স্ট এই যে ট্যাগ রবিছতি সে বি হবনি ক্লিয়ার হবে ইন্স্যুরেন্স দিচ্ছে না নাই আপন পলিউশন আছে না নাই আপন ড্রাইভার লাইসেন্স আছে না এই সব কথা কথা ব্যবহার করছে এই সব ভিতরে জনে লোক প্রতিদিন কেতে ভাবে ঠিক আছে রুলস এনফোর্স করিয়া কথা কিন্তু কিভাবে ভাবে কোন ভাবে করাইব এভাবে ভাবে যেপরি করা যাচ্ছে সেটারে প্রত্যেক লোক যে ভুবনেশ্বরে বা কটকরে বা অন্যত্র ওড়িশারে গোটে গাড়ি বলাঙ্গীর হোক বরগড় হোক গাড়িটা রক্ষণ গাড়ি ঘর টিকে বাহার করিয়া চাহুଛନ୍ତି ସେମାନେ ଜାଣି ନାହାନ୍ତି ତାଙ୍କ ଭିତରେ ଆଜି ଯୋଉ ଗାଡି ଯାଉଛି ତାଙ୍କ ଉପରେ କେତେ ବାଟ ଗଲେ ଟୋଲ ଟ୍ୟାକ୍ସ ବଢି ବଢି ଚାଲିଛି ଯେତିକି ନ୍ୟାସନାଲ ହେଉଛି ସେତିକି ଟୋଲ ଟ୍ୟାକ୍ସ ଆପଣ ବଢି ବଢି ହେଉଛି ରାସ୍ତା ସବୁଠି ମରାମତି ଠିକ ନାହିଁ ରାସ୍ତା ଭାଙ୍ଗି ଦେଇକି ରାସ୍ତା କାମ ହେଉଛି ଆପଣ ଗୋଟାଏ ଲାଇନ ଯାଉଛନ୍ତି ଯୋଉ ଜାଗାକୁ ଆପଣ 2 ଘଣ୍ଟା ଭିତରେ ପହଞ୍ଚିଲେ ବର୍ତ୍ତମାନ ସେ ଜାଗାରେ ପହଞ୍ଚିବାକୁ ଆପଣ 3 ଘଣ୍ଟା 3.5 ଘଣ୍ଟା ଲାଗୁଛି ଏ ଓଡ଼ିଶା କିନ୍ତୁ ଆପଣ ଟୋଲ ଯାଉଛନ୍ତି ଟୋଲ ମାତ୍ରା କମୁନି ଇଏ ଗୋଟେ ଯେଭଳି ଭାବରେ ଗାଡ଼ି ମାଲିକମାନଙ୍କ ଉପରେ ସବୁଆଡୁ ସନ୍ତାସ ଆକ୍ରମଣ କରି ଏବଂ ଏଭଳି ସ୍ଥିତି ହେଇଯାଇଛି ଯିଏ ଗାଡ଼ି ରଖିଛି ଟିକେ ଗାଡ଼ି ବାହାର କରୁଛି ତା ଉପରେ କେହି କହିପାରିବେନି କୋଉ ମାସ ତାର 5,000 10,000 20,000 ଜରିମାନା ହବ ଏବଂ ବର୍ତ୍ତମାନ ଯେହେତୁ ସବୁ ଜରିମାନା ଏକାଠି ଦେଲେ ଆପଣ ପୋଲିସ ସାର୍ଟିଫିକେଟ ମିଳିବ ଆପଣ ଗ୍ରୀନ୍ ଷ୍ଟିକର ପାଇବେ ଗ୍ରୀନ୍ ଷ୍ଟିକର ପାଇଲେ ଯାଇକି ଆପଣ ଚଳିବ ତାହେଲେ ତେଲ ମିଳିବ ତେଣୁ 70% ଜରିମାନା ଦେବାକୁ ବାଧ୍ୟ এবং ସେମାନେ କହୁଛନ୍ତି ଆମେ କରୁନା ମେସିନ କରୁଛୁ କ୍ୟାମେରା କରୁଛୁ ଏ ଆବଶ୍ୟକତା ଶୁଣିବାକୁ ରାଜି ନୁହନ୍ତି ନାଇଁ ଆପଣ କହିଲେ ଏ କରିନି ମୋ ଗାଡ଼ି ଜଣେ ଲୋକ ଗାଡ଼ିରେ ତାର ପଡ଼ିଗଲା ଭାଇ ଏମ ଚାଲାନ ହେଇଗଲା ସେ ଦେଖିଲା ମୋର କାହିଁକି ହେଲା ତାକୁ ଯୋଉ ନମ୍ବର ଦେଖାଗଲା ସେ ନମ୍ବରଟା ବାସ୍ତବିକ ଗୋଟେ ଯୋଉ ଗାଡ଼ି କଥା କରିଛି ସେଟା ଗୋଟେ କାର ନମ୍ବର ଟୁ ହ୍ୱିଲର ନୁହେଁ ତାର ପଡ଼ିଲା ଆগে শুনলে তো শুনিয়া করতে কিଏ শুনিব শুনিবে কোন সার্টিফিকেটর নাই কোন লোক আপত্তি অভিযোগ করে পারিব আপন যান কিছু কলে আমি কি শুনিব মেশিন করছি মু তো নিজে দেই দিব 500 টাকা ফাইন দেই গলে ফটো চালি গলানি আমি কিছু করে পারিব আর ফটো চালি গলানি তো আর ভুল কথাটা সো এই কথা গোটে এতে জন প্রচারিত লোক মানে হচ্ছে প্রত্যেক সমস্ত টু হুইলার আছে সমস্ত ফোর হুইলার আছে বিনা গাড়ি কি চলি পারিবেনি ମୁଁ କହିଲି ପ୍ରଦୂଷଣ ଗୋଟେ ସମସ୍ୟା କିନ୍ତୁ ତା ପାଇଁ ଅନ୍ୟ ଯୋଉ ମୂଳ କାରଣ ଦରକାର ତାକୁ ଦୂର କରୁନା ଆମେ ଅଧିକା ଅଧିକା ଖଣି କରୁ ପ୍ରତିବର୍ଷ 40-45 ଖଣି ଖାନା ରହୁଛି ଖଣିର ପରିବହନ ହବ ସେ ଦିଗରେ କିଛି କରୁନା ଇଏ ବର୍ତ୍ତମାନ ଅତ୍ୟାଚାର କରୁଛନ୍ତି କାହା ଉପରେ ବାଲି ଚାଲିବ ଅଧା ଦୁନିଆ ବାଲି ଚାଲିବ ବେଆଇନ ବାଲି ଚାଲିବ ବା ବେଆଇନ ପଥର ଚାଲିବ ତା ଉପରେ କିଛି କରୁନାହାନ୍ତି କରୁଛନ୍ତି କାହା ଉପରେ ନା 4 ଚକିଆ 2 ଚକିଆ ଗାଡି ବାଲା କେତେ ଅଧିକା ଜରିମାନା ଚଳବାଲା ହବ ମାନେ ଏଭଳି ସ୍ଥିତି ହେଲାଣି ଅନେକ ଲୋକ ଭାବୁଛନ୍ତି
ବର୍ତ୍ତମାନ ଏକ କଥା କହିଲା ଶେଷରେ ଜଜ୍ କହିବେ ଯେ ଆପଣ ଗାଡ଼ି ଚଳାନ୍ତୁ ସାଇକେଲ ଚଳାନ୍ତୁ ସାଇକେଲ ଚଳିବା ଆବଶ୍ୟକ କମିଯାଇ ଏ କଥା ଆଡଭାଇସ୍ କରିପାର ସେ ଗୋଟେ ବିଚିତ୍ର ପରିସ୍ଥିତି ରାଜ୍ୟରେ ସୃଷ୍ଟି ହେଇଛି। ମୁଁ ଭାବୁଛି ରାଜ୍ୟ ସରକାର ଆକୁ ଦେଖିବା ଉଚିତ ଏ ସଂକ୍ରାନ୍ତରେ କଣ କଲେ ପ୍ରଦୂଷଣ ନିୟନ୍ତ୍ରିତ ହବ, ଲୋକମାନେ ଏଭଳି ଭାବରେ ଶୋଷଣ ଅତ୍ୟାଚାର ସମ୍ମୁଖୀନ ହେବେନି। ଜୋରିମାନା ପରେ ଜୋରିମାନା ଗୋଟା ହଁ ନିଜ ସଭାରେ କୋଉଠି ଗୋଟେ ରାଷ୍ଟ୍ରପତି କହିଲେ କୋଉଠି ମୋବାଇଲ କାମ କଲା ହେଲା ଅଣ୍ଡରଷ୍ଟାଣ୍ଡିଂ, ଆକ୍ସିଡେଣ୍ଟ ହେଲା ଅଣ୍ଡରଷ୍ଟାଣ୍ଡିଂ, କିନ୍ତୁ କିଛି ନାହିଁ, କୌଣସି କଥା ନାହିଁ, କୋଉଠି କେତେ ଲିମିଟ କାହାକୁ ଜଣା ନାହିଁ, ଷ୍ଟିକର କୋଉଠି ଲେଖା ହେଇଛି ଲୋକ ଦୃଷ୍ଟି ପଡିଛି ନା ନାହିଁ। ଆପଣ କରିଦେଲେ, ଆପଣ କହିଲେ ଆମେ ନ୍ୟାସନାଲ ହାଇୱେ କରୁଛୁ, ଆପଣ ଭାଇ ସ୍ପିଡରେ ଯାଇପାରିବେ, ଟୋଲ ଦିଅନ୍ତୁ ଇଏ ହୁଅନ୍ତୁ, ନା ଯାଇପାରିବେନି, ଆପଣ ଦଳେ ଫାଇନ୍ ଲାଗିବ। ଇଏ ଗୋଟେ ବିଚିତ୍ର ସ୍ଥିତି ହେଇଛି। ମୁଁ ଭାବୁଛି ଏ ସ୍ଥିତିରୁ ଅବସାନ ପାଇଁ ରାଜ୍ୟ ପରିବହନ ବିଭାଗ, ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର, କେନ୍ଦ୍ର ସରକାର ତ ଚିନ୍ତା କରନ୍ତୁ, କିନ୍ତୁ ରାଜ୍ୟରେ ସଭା ଯୋଗୁଁ ରାଜ୍ୟ ସରକାର ସୁଚିନ୍ତିତ ନୀତି ଆଣିବା ଦରକାର। କାରଣ ଏଇ ଲୋକମାନେ ଯୋଉ ପରିମାଣ ଅସନ୍ତୋଷ ସରକାର ନେଉଛନ୍ତି, এই সংখ্যা বর্তমান বিপদার বড়ি বড়ি চালিছে। বলছে এই কারণ দিনে এই সরকার বিরুদ্ধে একটা বড় ধরনের অসন্তোষ রাজরাস্তায় চেয়ার করতে পারে। সেভাবে সিচুয়েশন ন আসুক, মারগোড় ন হোক, গন্ডগোল ন হোক, এই সমস্যার শান্তিপূর্ণ সমাধান হোক, এই আইন আমি চাই।